ଜୟ ଜଗନ୍ନାଥ ସାଙ୍ଗମାନେ। ଆଉ ସକାଳୁ ସକାଳୁ ଟିକେ କମ୍ପାନୀର କାମ ଥିଲା। ଆଉ ସକାଳୁ ସକାଳୁ କହିଲେନି କମ୍ପାନୀ ଭିତରକୁ ଟିକେ କାଲିର କାମ ହେଇଥିଲା ଯେଉଁ ମଇଦା ଫଇଦା ଲାଗିଥିଲା ଭେଦେଇ ଦେଇକି ଯିବି। ସେ ଝିଅକୁ ନେଇକି ଆସିଲେ ତାର କାମ ଆରମ୍ଭ କରିବି। ଏବେ ଯାଉଛି ଟିକେ ଠାକୁରଙ୍କୁ ଟିକେ ଦର୍ଶନ କରିକି ଯିବି, ସେ ଝିଅକୁ ନେଇକି ଆସିବି। ଚାଲନ୍ତୁ ଯିବା ଏବେ ଗଣେଶକୁ ଟିକେ ଦର୍ଶନ କରିଦେବା, ଦେଖିଦେବା, ତାପରେ ଯିବା ନେଇକି ଆସିବା। ଦେଖନ୍ତୁ ଭାଇ ସକାଳୁ ସକାଳୁ କେଉଁଠିକି ଆଇଛି। ଆଉ ଟିକେ ଆଜି ଠାକୁର ଦେଖିବାକୁ ସକାଳୁ, କାହିଁକିନା ସନ୍ଧ୍ୟା ଜାମ୍ ହେଇଯିବ ବୋଲିକି ଭିଡ଼ ହେଇଯିବ ନା। ଆଉ ସେଥିପାଇଁ ମୁଁ ଆଇଛି ଠାକୁର ଦେଖିବାକୁ ପଳେଇ ସକାଳୁ ସକାଳୁ ଯାଉଛି ଝିଅକୁ ଆଣିବାକୁ। ସେଇ ବାଟ ଯାଉଛି, ପଡ଼ିଲା ନା ଠାକୁରଟା ଦେଖିଦେଇ ଯିବି। କାଲି ଆସିଥିଲି କିନ୍ତୁ ହେଇଥିଲାନି, କମ୍ପ୍ଲିଟ୍ ହେଇଥିଲା ନା, ଆଜି ପୁରା କମ୍ପ୍ଲିଟ୍ ହେଇଯାଇଛି। ଦେଖନ୍ତୁ ଠାକୁର ଦେଖାଉଛି। ପୁରା 50 ଫୁଟର ଠାକୁର, କେତେ ବଡ଼ ଠାକୁର ଦେଖନ୍ତୁ। ଦୋଳି ଫୋଳି ସବୁ ପଡ଼ିଛି। ସକାଳ ଟାଇମ୍ରେ ତ ଫାଙ୍କା ଅଛି। ଆଉ ଏତେବେଳେ ଦେଇ କାମ ଚାଲିଛି ଦେଖନ୍ତୁ। ଚଳିଛନ୍ତି ଲୋକ ଦେଖନ୍ତୁ ଘରେ। ଆମର ଏଇଟା କଟକ ନୂଆ ବଜାର 3 ଘରିଆ ପାଖରେ ହେଇଛି। ଏଇଟା ଦେଖନ୍ତୁ ପୁରା 50 ଫୁଟ ଆଜି ପୁରା କମ୍ପ୍ଲିଟ୍ ହେଇଯାଇଛି। ସକାଳ ସକାଳ ଯେତେ ପଳେଇଲି ଦେଖିବାକୁ। ଆଉ ଅଭିର ଲୋକ ବେଶୀ ନାହାନ୍ତି। ଦୋକାନ ବଜାର ସବୁ ଅଛି, ଚପଲ ବି ପଡ଼ିଛି ଏଠି। ଯିବା, ମୁଁ ଏଠି ଆସି ଠାକୁର ବି ଦେଖିଦେଲି। ଏବେ ଯିବା, ସେ ଝିଅକୁ ନେଇକି ଆସିବା, ଗଲେ କାମ ଆରମ୍ଭ ହେବ ଆମର। ଦୋଳି ଫୋଳି ଲାଗି ସବୁ ଛୋଟ ପିଲାଙ୍କ ପାଇଁ ଗାଡ଼ି ଫାଡ଼ି ସବୁ ଅଛି। ତ ଗଜାନନଙ୍କ ଦର୍ଶନ ହେଇଗଲା। ଏବେ ଚାଲନ୍ତୁ ଯିବା କାମ କରିବା। ସକାଳ ଟାଇମ୍ଟା ଫାଙ୍କା ଅଛି, ସନ୍ଧ୍ୟା ହେଇଗଲେ ପୁରା ଜାମ୍ ହେଇଯିବ। ଏଠି ପୁରା ରାସ୍ତା ବନ୍ଦ ହେଇଯିବ। ଡେକୋରେସନ୍ କରାହେଇଛି, ଜଳଖିଆ ଫଳଖିଆ ଦୋକାନ ସବୁ ଅଛି। ଲୋକ ଅଭିକା କେହି ନାହାନ୍ତି, ଫାଙ୍କା ଅଛି। ଆଉ ଅଧଘଣ୍ଟେ ଘଣ୍ଟାଏ ପରେ ବି ପୁରା ଜାମ୍ ହେଇଯିବ। ଠାକୁର ଦେଖିକି ଆଇଲା ବେଳକୁ ଏଠି ଗେଟ୍ ପଡ଼ିଗଲାନି। ଟ୍ରେନ୍ ଗେଟ୍ ପଡ଼ିଗଲା, ପୁଣି ଟ୍ରେନ୍ ଗେଟ୍ ଖୋଲିଲେ ଯିବା ଧରିକି ଆସିବା ଝିଅକୁ। ଗେଟ୍ ପଡ଼ିଛି, ମୁଁ ଗେଟ୍ ଏପଟେ ଅଛି। ट्रेन गला, ଏବେ गेट खुलला। ଏବେ ଯିବା फटाफट ଯିବା ନେଇକି ପଳେଇ ଆସିବା। ଚାଲନ୍ତୁ ଯିବା। गेट ପକେଇଦେବ ଯଦି ଆଉ ଯାଇ ହେବନି। କଟକ ସହରରେ ଯୁଆଡ଼େ ଆସିବ ସିଆଡ଼େ ଖାଲି ଗଜାନନ ବସିଥିବ, ସବୁଆଡ଼େ ଦେଖିବ। ଏଠି ଦେଖନ୍ତୁ ଗଜାନନ ବସିଛନ୍ତି। ଚାଲନ୍ତୁ ଆଗରେ ଦେଖେଇବି। ଦେଖନ୍ତୁ ଏଠି ବି ଠାକୁର, କାହିଁକିନା କଟକରେ ଯେକୌଣସି ପୂଜା ପର୍ବ ହଉ କିନ୍ତୁ ଭଲସେ କରନ୍ତି। ହଁ ବସ ବସ ଠାକୁର ପାଖରେ। ଆସିକି ପହଞ୍ଚିଲି, ସେ ଝିଅ ଆଉଛି। ମୁଁ ତାକୁ ଆଗୁଆ ଫୋନ୍ କରିଦେଇଥିଲି, ଧରିକି ପଳାଇବା। ଆଉ ସବୁଦିନ ଗୋଟେ ଗ୍ୟାସ୍ ନେବା ଆଣିବା କରି ବିରକ୍ତ ଲାଗିଲା। ମାଲିକ ଘରେ ଗ୍ୟାସ୍ ଫ୍ୟାସ୍ ଆଣୁନାହାନ୍ତି, ସବୁଦିନ ସକାଳୁ ନେଉଛନ୍ତି, ଟାଣୁଛନ୍ତି। ମୁଣ୍ଡରେ ବାଜିଗଲା, ଛିଡ଼ା ହେଇଛି। ବାହାରୁ ଥାଉ ଗ୍ୟାସ୍। ତୁମର ଗ୍ୟାସ୍ଟା ଭିତରେ ଦେଉଛି, ନେବା କଡ଼ା କରି ବିରକ୍ତ ଲାଗିଲାଣି। ସେ ବସିବାନି ବାହାରେ ଥାଉ, ତୁ ରୋଷେଇ ଆସ କର, ପୁଣି କାଲି ମାଗିବେ, ଫୋନ୍ ଦେବାକୁ ପଡ଼ିବ। କହି ହେଉନି, ଥାଉ ଏଇ ଗ୍ୟାସ୍ ବାହାରେ ପୁରେଇ ହେବନି।
ହଁ ଆଣୁନାହାନ୍ତି ମୁଁ କ'ଣ କରିବି କାଲି ମାରିଦେବି କବର କାଲି ମାରିଦେଲେ ଦବନି କର କଲେ ମୁଁ ଖାଇବି ଯାଉଛି ମଇଦା ଗୋଳଉଛି ହେଲା କଷାଇ ମୁଁ ଡାକିବି ଇଏ କ'ଣ ଛାଡ଼ ତ ମୁଁ କହିଲି ଜଳଖିଆ ଖାଇଦେଇକି ଆସିବ ପୁଣି କରିଦେଇକି ନା ତୋଳେ ଖାଇଲେ ଭଲ ଲାଗୁନି ମୁଁ କାମ କରିପାରୁନି ଦେହ ଶୁଷ୍କ ହେଇଯାଉଛି ମୋର ଭାତ ପଖାଳ ଖାଇବୁନି କି ଆମ ଟିକେ ଯାଇଥିଲେ ମୋତେ ପଖାଳ କରିବି ନା ଡାକିବି ପଖାଳ ତୁ କହୁଛୁ ଜଳଖିଆ ଖାଇଦେଇ ଆସିବ କହୁଛି ବାରମ୍ବାର ପଖାଳ କରିକି ଡାକିବି ହେଲା ଯାଉଛି କହୁଛି ରହିକି ଚାଲୁ ଜଳଖିଆ ଖାଇଦବ ଆଉ ପଖାଳ ଖାଇନନ୍ତୁ କି ଭାତ ହଉଛି ପଖାଳ ଖାଇନଥାନ୍ତୁ କି ଭଜା ହେଇନଥାନ୍ତେ ତ ମନା କଲା ନା କି ପଖାଳ ଖାଇବନି କହୁଛି ଜଳଖିଆ ଖାଇଦେଇ ଆସିବ ଜଳଖିଆ ଖାଇଦେଇ ଆସି ଜଳଖିଆ ଦିଅର କଲେ ଖାଇବି ନା ଆଉ ଖାଇକି ବେଳକୁ କାମ କରିପାରୁନି ଖାଇଦବ ତମେ ପଖାଳ କେତେଟାରେ ଆସିବ ତୁ ଯେତେ କର ମୋର କଷାଇ ଡାକିବି ପଖାଳ ମୁଁ ଯାଉଛି କାମ କରିବି ଗ୍ୟାସ୍ଟା ଲଗେଇଦିଏ ସବୁ ଗ୍ୟାସ୍ ଝିଅକୁ ନେଇକି ଆସିଲି ତାପରେ ଗ୍ୟାସ୍ ଥିଲାନି ମାଲିକ ଘରେ ଗ୍ୟାସ୍ ନେଇଥିଲେ ରୋଷେଇ କରିକି ଦେଲେ ଆମର ମୁଁ ଆଣିଦେଲି ଏବେ ସେମାନେ ରୋଷେଇ କରିବେ ମୁଁ ଯାଉଛି ମଇଦା ଗୋଳେଇବି ମଇଦା ଗୋଳେଇ ଯଦି ହେଇଥିବ ଡାକିବ ଯିବି ଖାଇବି ନ ହେଇଥିବ ଯାଇକି ଏକାଥରେ ଦୁଇ କରୁ ଖାଇବି ଆଉ ଚାଲନ୍ତୁ ଯିବା ଏବେ କାମ କରିବା ମଇଦା ଗୋଳେଇକି କମ୍ପାନୀରେ ରେଡ଼ି କରି ରଖିଦେଇଲି ଆସିବାନି ଡାକିଲାନି ଏବେ ଯିବା ଚାଲନ୍ତୁ ଖାଇବା ପଖାଳ ତ ଖାଇଦେଇକି ଯାଇ କାମ କରିବା ଏକାଥରେ ଆଉ କାହିଁକିନା ଆଉ କାମ ହେଲେ ଆଉ ଆସି ଖାଇହେବନି ଯାଇ ଶହେ ମେସିନ୍ 2:30-3ଟା ବାଜିବ ଯିବା ଏବେ ଖାଇଦେବା ମୁଁ ମଇଦା ଫଇଦା ହେଇଛି ଟିକେ ଧୁଆ ଧୋଇ ପଡ଼େ ତାପରେ ଯାଏ ଖାଇବା ଖାଲି ହାତଟା ଧୋଇ ପଳେଇବା ଦେହ ସାରାଟା ମଇଦା ହେଇଛି ଏକା ଧୁଆ ଦେହ ହେଲେ ଗାଧୋଇବାକୁ ପଡ଼ିବ ଯାଇ ସନ୍ଧ୍ୟାକୁ ଗାଧୋଇବା କରିବି କାମ ସାରିକି ଯାଉଛି ପଖାଳ ସେଇଟା ଖାଇଦିଏ କାଲି ଗ୍ୟାସ୍ ମାଲିକର ସରିଯାଇଛି ସକାଳୁ ଆଜି ଗ୍ୟାସ୍ ନେଇଥିଲେ କାଲି ବି ନେଇଥିଲେ ଗ୍ୟାସ୍ ସାଙ୍ଗରେ ଆଣିନାହାନ୍ତି ପୂଜା ପାଇଁ ମିଳୁନି ବୋଧେ କ'ଣ ଆଉ ଭଜା ଭଜା ସରିଲାଣି ପଡ଼ିଯିବ ଭଜା ଧରିକି ଆଉଛି ଧର ଗିଲାରେ ଧର ପଡ଼ିଯିବ ସେ ରେଡ଼ି କରିଦେଇଛି ଭାଜି ମୁଁ କହିଲି ନ ଯେମିତି ମୁଁ ପଳେଇ ଆଇଲି ରାଗିକି ଆଇଲା ତ ମୁଁ କହିଲି ବାପା ଉପରେ ରାଗି ତାକୁ ବାପା ଉପରେ ରାଗିଛୁ ଆମ ପୁଅ ଯାଇକି ଏଇଠି କମ୍ପାନୀର ମଇଦା ଗୋଳଉଥିଲେ ମଇଦା ଯେଉଁ ଗୋଳେଇ ରଖିଥିଲେ ସେଥିରେ ଘାଣ୍ଟି ହେଉଥିଲା ବଡ଼ ମାଲିକାଣୀ ଚାଲିଲେ ଦେଖିଲେ ତାକୁ ଟିକେ ଗେଲାରେ ପାଟି କରିଦେଲା ଯେ ରାଗିକି ସେ ପୁଅ ଉପରେ ବସି ହଁ ରାଗି ଖର୍ଚ୍ଚ ବସିଗଲାଣି ଆମେ ମଇଦାରେ ଘାଣ୍ଟି ହେଉଛି ନା ଥଣ୍ଡା ଧରିବ ତାକୁ ଟିକେ ଆସିକି ମଜାରେ ପାଟି କରୁନାହାନ୍ତି ମଜାରେ କଲେ କାହିଁ ଲାଗୁଛି ମଇଦାରେ ଉପରକୁ ପଳା ମାମା ପାଖକୁ ଥଣ୍ଡା ଧରିବ ସେତିକି ରାଗିକି ଏଡ଼ି ଗୋଟେ ପିଲାଟେ ରାଗ ତାର ବହୁତ ଆସିଲା ରାଗ ଦେଖୁ ଏଡ଼ି ଗୋଟେ ପିଲାଟେ କେତେ ରାଗ ତ ତଥାପି ଦୌଡ଼ିକି ପଳେଇ ସବୁ ବଡ଼ ହେଲେ ପାଠ ପଢ଼ିଗଲେ ଯଦି ସାର୍ ଯଦି ପାଟି କରି ଲୁଚିକି କାଟିଦେବ ମୁଣ୍ଡକୁ ରାଗିକି ଫଁ ହଉଛି ଆମ ପୁଅ ଚାଲନ୍ତୁ ପଖାଳ ଆସିଗଲା ଲେମ୍ବୁ ଜିରା ଗୁଣ୍ଡ ଆଳୁ ଭଜା ଆଉ ତ ପରିବା ଖାଇକିଛି ଆଡ଼ଜଷ୍ଟ କରିଦେବା ଖାଇଦେବା ସନ୍ଧ୍ୟାକୁ ଗଲେ ପରିବା ପତ୍ର ନେଇକି ଆସିବା ପୂଜା ପର୍ବଟା ବୋଲି ପରିବା ଫରିବା ଦୋକାନ ଏତେ ଖୋଲା ହେଉନି ଅସୁବିଧା ନା ଆସିପାରୁନି ତାର ତୁ ଖାଇଛୁ ନା ଖାଇଲୁ ଖାଇଦେଉନୁ ନା ପୁଅ ଖାଇନି ସିଏ ଖାଇ ପୁଅ ଖାଇଦେଲା ପରେ ଯାଇ ଖାଇବ ଚାଲନ୍ତୁ ସେ ତାର ତାଙ୍କର ମା ପୁଅ ଯେତେବେଳେ ଖାଇବେ ସେ ତ କିଛି କାମ ନାହିଁ ତାଙ୍କର ସେ ବସୁଛନ୍ତି ଜଣ ଘରେ ଖାଇଦେଇକି ଯିବା ଗଲେ ମେସିନ୍ଟା ଚଲେଇବା ଲେଟ୍ ହେଲାନି ବହୁତ ହଉ ରାଗିକି ପଶିଛି ଆମ ପୁଅ ଦେଖୁଛି ଫଟୋ ଚଢ଼ି ଯାଉଛି ଯଦି କହିବୁ ଟିକେ ଠିକ୍ ଅଛି ନ ପଳେଇ ଆସିଲେ ପୁଣି ଦୌଡ଼ୁଛି କୁକୁର ଭଳିଆ ଧରିବା ପୁଣି ଦୌଡ଼ିକି ଖାଇଦେବା ଏବେ ହଉ ମା ପୁଅ ଅଗାର ରସା କୁହ ମୁଁ ଖାଇଦେଇ ଯାଉଛି କାମ କରିବି ମାନେ ସବୁ ତକ ଆସିକି ଚୁଲି ପାଖରେ କମ୍ପା ରୋଷେଇ କରିବୁନି ଜାଗା ଆଉ ଗ୍ୟାସ୍ ପୁଣି କାଲି ନେବେ କ'ଣ ପୁଣି କାଢ଼ି ପୁଣି ଏମିତି ଯୋଉ ରଖିଥା ପାଇପଟା ତା ସାଇଜରେ ନାହିଁ ନା ଟିକେ ତଳ ଟେକି ହେଇଯାଉଛି ଖାଲି ଗ୍ୟାସ୍ ଗନ୍ଧ ହଉଛି କାହିଁକି ଯେମିତି ଟାଙ୍କିଟା ରହିବ ପାଇପଟା ଯେମିତି ସିଧାରେ ରହିଲେ ଆଉ ଇଏ ହବନି ନା ଇଏ ଗୋଟେ ପ୍ରୋବ୍ଲେମ୍ ବାହାରି ପଡ଼ିଲା ପୁଣି
ମୁଁ ଖାଇସାରିଛି ସାଇଜିରେ ରହିଲେ ଟାଙ୍କିରୁ ମାନେ ଗନ୍ଧ ହଉଛି ଗ୍ୟାସ୍। ଟିକେ ଆସିକି ଅନେଇଛି ରାଗିକି ଆସିକି ଛିଡ଼ା ହେଇଛି ଏଠି। ତାକୁ କିଛି କଥାବାର୍ତ୍ତା କରବି ଦେଖିବ ଆପେ ଆପେ ଆସିବ ସିଏ। ଆଉ ଯେତେ ଡାକିବ ଏତେ ଫୁଲେଇ ହେଇକି ଦୌଡ଼ିବ। କିଛି କଥାବାର୍ତ୍ତା କରବି ଦେଖିବ ସେ ଆପେ ଆସିବ। ଆମେ ଖାଇଦେଇକି ଯିବା ଏକ ଭିତରେ ବସିଲେ ମୋର ଟାଇମ୍ ଲସ୍, କାମ ବି କରିପାରିବିନି। ମୁଁ କହୁ ମେସିନ୍ ଭିତରେ କାମ କରି ମୁଣ୍ଡ ପୁରା ଟିଣ ହେଇଲାନି। ଏବେ ଯାଉଛି ଟିକେ ଦୋକାନ ଥଣ୍ଡା ପିଇ ଦେଇକି ଆସିବି। କହିଲେ ପୁଣି ଚାଲିଛି ଚାଉମିନ ସିଝୁଛି ତାକୁ କରାଯିବ ପୁଣି ଗରମ। ଦୋକାନ ପାଖାପାଖି ପହଞ୍ଚିଲେଣି, ଥଣ୍ଡା ଗୋଟେ ନେଇଯିବା ପିଇ ଦେଇକି ପଳେଇବା। ଆଉ ପୂଜା ପାଇଁ ସବୁ ଗେଟ୍ ଫେଟ୍ ସଜା ହେଇଛି। ଏ ଦୋକାନ ହେଇଗଲା, ଚାଲ ନେଇକି ପଳେଇବା। ଦଉନ ଥଣ୍ଡା ଦଉନ, କେତେ ପ୍ରକାର ଥଣ୍ଡା ଅଛି ଏଠି। ଦିଅ ଦୋକାନ ଦେଖାଯାଉନାହାନ୍ତି, ଭିତରେ ବସି ଯାଉଛନ୍ତି। ଠାକୁର ଦୋକାନ 5 ମିନିଟ୍ ବସିଲି, ଥଣ୍ଡା ଗୋଟେ ପିଇଲି। ଆଉ ଗୋଟେ ଥଣ୍ଡା ନେଇକି ଆମ ପୁଅ ପାଇଁ ଚିପ୍ସ ନେଇକି ଯାଉଛି। ଆଉ ଗଲେ ଆମ ପୁଅ ଖାଇବ ଥଣ୍ଡା ଚିପ୍ସ। ଚାଲନ୍ତୁ ଯିବା ଏବେ, କମ୍ପାନୀ ପାଖାପାଖି ହେଇଲେଣି, ଦେଇଦେବା। ଆଉ ତାପରେ କାମ ଅଛି, କାମ କରିବା। ଖରାଟା ବି ଜୋର ଆଜି ହେଉଛି, ବର୍ଷା ହେଉଛି, ଖରା ହେଉଛି। ଫଟାଫଟ ପଳେଇବା, ପୁରା ଦେହ ହାତ ଝାଳ ହେଇଲାଣି। କ'ଣ କରୁଛ? ଏଠି ଦୁଇ ଜଣ ଝଙ୍କା ଆସି କ'ଣ କରୁଛ? 2 ଜଣ ହଁ ତେଲ ପକାଉଛୁ, କାନ ତେଲ ପଡ଼ୁଛି ଆମ ପୁଅରେ। କାନରେ ଡ୍ରପରେ ପକେଇ ତେଲ ତେଲ ପକାନ୍ତି। ଛୋଟ ପିଲା କାନ ତେଲ ପକାନ୍ତି ଜାଣିଛୁ? ହଁ ପକାଉଛୁ। ଛୋଟ ପିଲା କାନ ତେଲ ପକାନ୍ତି ନାହିଁ। ପକାନ୍ତି ନା ପକା ନା ପକତା କ'ଣ ଅସୁବିଧା ବି ହବ ଜାନ, ଖାଲି ପକେଇ ଦେଉଛୁ। ଓଲା ଓଲା ଥଣ୍ଡା ହେଇଛି, ମିକୁ ପିଇବ। ହଁ ପକେଇଦେ 2 ଠୁଆ ପକେଇଦେ। ଥଣ୍ଡା ପିଇବ ବୋଲି ସେ ପାଗଳ ହେଇଲାନି। ଥଣ୍ଡାଟା ଆଣିଛି ନା, ସେ ଦେଖିକି ପାଗଳ ହେଇଲାନି ଥଣ୍ଡା ପିଇବ ବୋଲି। ଚାଲନ୍ତୁ, ମୁଁ ଦେଇଥିଲି ସେ ତାର ମିକୁ ଆମ ଥଣ୍ଡା ପିଇବ। ମୁଁ ମୋର ଯାଉଛି, କାମ ଅଛି ମାନେ ମୋର କାମ କରି। କାମ ତ ନାହିଁ, ମୁଁ ଯାଉଛି ଏବେ ତାଙ୍କୁ ବଡ଼ ଭାଇକି ନେଇକି ଆସିବି। ସେ ଗାଡ଼ି ଖରାପ ହେଇଥିଲା, ନେଇକି ଯାଇଥିଲେ ଦେବାକୁ, ଗାଡ଼ି ଦେଇଛନ୍ତି। ମୁଁ ଏବେ ଯାଉଛି, ସ୍କୁଟି ନେଇକି ଯିବି, ତାଙ୍କୁ ଧରିକି ଆସିବି। ତାପରେ ମୁଁ କାମ କରିବି। ଆଉ ଇଏ ଆମର ଚାଲିଛି, ହେଉଛି କାନରେ ତେଲ ପକା ହେଉଛି। ଥଣ୍ଡା ମୁଁ ଟିକେ ପିଇଦିଏ, ଆଉ ନା ରଖିଦିଏ, ସେ ତାଙ୍କର ପିଏ। ମୁଁ ଥଣ୍ଡା ପିଇକି ଆସିଥିଲି, କିନ୍ତୁ ଆଉ ଟିକେ ପିଇଦେବା। ଆଉ ପୁରା ଥଣ୍ଡା ଅଛି, ଥଣ୍ଡା ପିଇଛି। ସେ କେମିତି ହେଉଛି ଆମକୁ? ହଁ ତତେ ଦେବେନି କିନ୍ତୁ ଥଣ୍ଡା ଏତିକି ଥାଉଛି। 2 ଜଣ ପିଏ। ନେ ପିଇତେ ତାକୁ କଥା ଦେଇଦେ। ପିଇ ଦେଖୁନୁ କ'ଣ 30 ଟଙ୍କା। ସେଟା ପାଣିଆ ତାକୁ ଟିକେ ଦେଇଦେ, ସେ ପିଇଦେବୁ। ବାପ ଭାଗ କରିଥିବ, ମୁଁ ଯାଉଛି ବଡ଼ ହେଇକି ଧରିକି ଆସେ। ଚାଲନ୍ତୁ ଆମେ ଯିବା। ସେ ତାଙ୍କର ମା ପୁଅ ପିଉ ଥଣ୍ଡା ଏଠି ବସିକି। ବହୁତ କାମ ଅଛି, କାମ ସରୁନି ମୋର। ପୁଣି ମୁଁ ବଡ଼ ଭାଇ ଶିବାନୀ ଏଇଠି ରହିଲେ ଆମର ଏଇଟା ବଡ଼ ଭାଇକି ନେଇକି ଆସିଲେ। ପୁଣି କମ୍ପାନୀ କାମ ଅଛି, କମ୍ପାନୀ କାମ କରିବି। ପୁଣି ଯିବି ମଇଦା ଆଣିବାକୁ, ବହୁତ କାମ ଅଛି। ଚାଲନ୍ତୁ ଯିବା ଫଟାଫଟ, ତ ନେଇ ଆସିକି ତାପରେ କାମ ଲାଗିଯିବା। ସେ ଝିଅ ଆସି ଖାଇବାକୁ ପଟେ ଚାଲି ଭାଇକି ନେଇକି ଆସିବା। ଚାଲନ୍ତୁ, ସେ ବାଇକ୍ଟା ପଳେଇ ଯାଇଲା, ମୁଁ ବାଡ଼େଇ ଦେଇଥାନ୍ତି। ବାଇକ୍ଟା ପଳେଇଲା। ଚାଲନ୍ତୁ, ସେ ବହୁତ ସମୟ ହେଲା ଫୋନ୍ ମାରିଲେନି। ନେଇକି ଫଟାଫଟ ପଳେଇ ଆସିବା। ବାଗିବାକୁ ବୁଲେଟଟା ତା ବସିଛି ନା ବୁଲେଟ ନହେଲେ ହବନି। କ'ଣ କରିବା ପୁଣି? ଖୋଲୁନାହାନ୍ତି ଗେଟ୍, ଲେଟ୍ କରୁଛନ୍ତି। ଆଉ
ବଡ଼ ଭାଇକି ନେଇଗଲି ତାଙ୍କ ଘରକୁ। ଘରେ ଆସି ପହଞ୍ଚିଲି, ମୁଁ ମୋର କମ୍ପାନୀ ପଳେଇ ଯାଇଲି। ଆଉ ଚାଲନ୍ତୁ ଏବେ ମୋ କାମ ମୁଁ କରିବି। ଚାଉମିନ ସିଝେଇ ଦେଇଛି, ଝିଅ ଗୁଡ଼ା ପଳେଇଛନ୍ତି ଖାଇବାକୁ। ମୁଁ ଚାଉମିନ କାଢ଼ିଲେ ସେ ତାଙ୍କର କାମ ଆରମ୍ଭ କରିବେ ଆଗକୁ। ଆଉ ଚାଲନ୍ତୁ ମୁଁ ଚାଉମିନ କାଢ଼ି ରେଡ଼ି କରିଦେବି, ତାପରେ ମୁଁ ଯିବି ଗୋଦାମ। ଆଉ ସିଝି ହେଇଛି, ୟା ଭିତରେ ଅଛି ବାହାରିବ। ଆଉ ଚାଲନ୍ତୁ କାମଟା ଆରମ୍ଭ କରିଦେବା। ଚାଉମିନ ପକେଇଲି, ଆଉ ମଉସା ବସୁଛନ୍ତି କାକୁଡ଼ି ବିକୁଛନ୍ତି, ତାଙ୍କ କାକୁଡ଼ି କିଲେ ନେଇଗଲି। ଏବେ ପଳେଇବା ସିଧା। ଆଉ ଗଲେ ଖାଇବା ପିଇବା କରିବା, ଟିକେ ଭୋକ ଲାଗିଲାନି, 4ଟା ବାଜିଲାନି ଟାଇମ୍। ଆମେ ଯିବା, ମଉସାଟି ବସିକି କାକୁଡ଼ି ବିକୁଛନ୍ତି। ମଇଦା ମୋର କାକୁଡ଼ି ରଖିଛି, ଷଣ୍ଢ ଖାଇଯିବ, ଜଲ୍ଦି ନେଇକି ପଳେଇଯିବା। ଚାଲନ୍ତୁ ଫୁଲକୋବି, ମୂଳା, ଭଣ୍ଡା ସବୁ ବିକ୍ରି ହେବ। ମେନ୍ ରୋଡ଼କୁ ପଳେଇ ଆଇଲି, ଏବେ ଘାଇଁ ପଳେଇବା। ବଡ଼ ଟ୍ରକ୍ ଥୁଆ ହେଇଯିବ, ମଇଦା ଫଇଦା କ'ଣ ଆଇଥିବ, ଡାଲି ଖାଲି ଆଇଥିବ। ସବୁ ଡାଇରେକ୍ଟ କମ୍ପାନୀରୁ ଆଉଛି ଗାଡ଼ି, ଲୋଡ଼ ହେଇକି ରହିଛି ଗାଡ଼ି। ବାଟରେ ଏବେ ଘରକୁ ଯାଉଥିଲି। ଆଉ ମୋର ମଇଦା 3 ପଛରେ ଗୋଟାଏ ଅଛି, ଆଗରେ 2ଟା ମଇଦା। ଦେଖନ୍ତୁ ପଛରେ ଗୋଟାଏ ମଇଦା, ଗୋଟେ ପଛ ମଇଦାଟା ପୁରା ଗୋଟେ ସାଇଡ଼ କଳେଇ ଯାଇଥିଲା, ମୋତେ ଜଣାପଡ଼ୁନି। ମୁଁ ମୋର ଆଉଛି, ଗୋଟେ ମାନେ ଭଲ ଲୋକ, ମାନେ ଜଣେ ଗୋଟେ ଭାଇ ହେବେ, ମାନେ ଅଫିସରେ କାମ କରୁଛନ୍ତି, ଭଲ ପ୍ୟାଣ୍ଟ ସାର୍ଟ ପିନ୍ଧିଛନ୍ତି। ଆଉ ଦେଖିଲେ, ସେ ଦେଖି ମୋତେ କହିଲେ ମଇଦା କରେଇ ଯାଇଛି ବୋଲିକି। ମୁଁ କହିନି ଠିକ୍ ଅଛି, କରେଇ ଯାଇଛି। ମୁଁ ରହିଲି ଗାଡ଼ି ରଖିକି ମଇଦାକୁ ସାଇଜ୍ କଲି। ସେ ଭାଇ ଓହ୍ଲେଇକି ଆସି, ମାନେ ଗାଡ଼ି ବାଇକ୍ ରଖିକି ଆସିଲେ ସାଇଜ୍ କରିବା ମଇଦା। ମୁଁ ନାଇଁ ଥାଉ, ଆଉ ତମେ ଭଲ ପ୍ୟାଣ୍ଟ ସାର୍ଟ ପିନ୍ଧିଛ ନା, ମଇଦା ଲାଗିଛି, ତମେ ପଳାଅ, ମୁଁ ସାଇଜ୍ କରିଦେଇ ନେଇକି ଯିବି। ତାକୁ କହିଲି, ଆସି କହିଲେ ଠିକ୍ ଅଛି, ଆଉ ମୁଁ ଯାଉଛି, ତମେ ସାଇଜ୍ କରି ନେଇକି ଯାଅ ମଇଦା। ମୁଁ ପୁଣି ମଇଦା ସାଇଜ୍ କରିକି ଏବେ ଛିଡ଼ା ହେଇଛି, ମଇଦା ସାଇଜ୍ କରିକି ଏବେ ଯିବି। ଆଉ ଛିଡ଼ା ହେଇଛି ବାଟରେ, ଘର ପାଖାପାଖି ହେଇଗଲାଣି ନାହିଁ, କିନ୍ତୁ ଏବେ ସତରେ କିନ୍ତୁ ସେ ଭାଇଙ୍କୁ ଧନ୍ୟବାଦ। ନ କହିଥିଲେ ମୁଁ ବସ୍ତାଟା ଗଡ଼ି ପଡ଼ିଥାନ୍ତା, ମୁଁ ବି ପଡ଼ିଯାଇଥାନ୍ତି। ମୋତେ ଯାହା କହିଦେଲେ, ମୋତେ ବହୁତ ଖୁସି ଲାଗିଲା। ଆଉ ସିଏ ନିଜେ ଆସି କହୁଥିଲେ ଯେ ମଇଦା ବସ୍ତା ସାଇଜ୍ କରିବାକୁ। ନାଇଁ ମନା କଲି ମୁଁ, କାହିଁକିନା ଅଫିସରେ କାମ କରୁଛନ୍ତି ନା, ମଇଦା ଫଇଦା ଲାଗିଯିବ, ମୋତେ ଖରାପ ଲାଗିଲା, ମୁଁ ମନା କଲି। ତଥାପି ସେ ମୋତେ ବାଧ୍ୟ କରୁଥିଲେ, କହିଲେ ମୁଁ ଯାଉଛି ଧରିଦେବି, ସାଇଜ୍ କରିଦେବା। ମୁଁ ନାଇଁ ମନା କଲି ଯେମିତି, ସେଇଠୁ ସେ ଗଲେ। ମୁଁ ମୋର ଯାଉଛି ଏବେ ଘରକୁ, ଛିଡ଼ା ହେଇଛି ବାଟରେ, ଯାଉଛି।